ଆମର ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଛି। ବର୍ତ୍ତମାନ ଜିଲ୍ଲା ସ୍ତରରେ ଆମର ଯେଉଁ ରିଟର୍ଣ୍ଣିଂ ଅଫିସର ଗୁଡ଼ାକ ନିଯୁକ୍ତି ହେଇସାରିଲେଣି। ତା ସହିତ ପ୍ରତି ବ୍ଲକରେ ଏଆର ଗୁଡ଼ାକ ବି ଆମର ନିଯୁକ୍ତି ହେଇସାରିଲେଣି। ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତକୁ ଯାଇକିରି ଆମର ଯେଉଁ କର୍ମକର୍ତ୍ତା ମାନେ ଅଛନ୍ତି ପଞ୍ଚାୟତର, ସେମାନଙ୍କ ସହିତ ବସିକି ଆଲୋଚନା କରିକି ତାଙ୍କର ପଞ୍ଚାୟତର ଯେଉଁ କମିଟି ଗଠନ, ବିଶେଷ କରି ପଞ୍ଚାୟତ ସଭାପତି ଗୁଡ଼ାକ ତାଙ୍କୁ ଚୟନ କରିବା ପାଇଁ ସର୍ବସମ୍ମତି କ୍ରମେ କେମିତି ଠିକ ଭାବରେ ହେଇପାରିବ, ଯେଉଁଠି ଯଦି କେଉଁଠି ଡିସ୍ପ୍ୟୁଟ୍ ହେଉଛି ତାହେଲେ ସେଇଠି ନିର୍ବାଚନ ବି ହେଇପାରିବ। ତେଣୁ ଏ ପ୍ରକାର ନିର୍ଦ୍ଦେଶ ଆମର ଯେଉଁ ସୁପ୍ରିମୋ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇସାରିଲେଣି ଏବଂ ଏହି ପ୍ରକ୍ରିୟାଟା କଳାହାଣ୍ଡି ଜିଲ୍ଲାରେ ବିଶେଷ କରି ଆଉ ସାରା ଓଡ଼ିଶାରେ ମଧ୍ୟ ଆରମ୍ଭ ହେଲାଣି। ଆଉ ଖୁବ୍ ଶୀଘ୍ର ଏଇ ପଞ୍ଚାୟତର ସଭାପତି ମାନଙ୍କର ଏବଂ ପଞ୍ଚାୟତ କମିଟି ତାଙ୍କର ହେଇସାରିଲା ପରେ ତାପରେ ଆମର ଜିଲ୍ଲା କମିଟି ହେବ ଏବଂ ରାଜ୍ୟ କମିଟି ମଧ୍ୟ ହେବ। ତେଣୁ ନିହାତି ଭାବରେ ଆମେ ଆଶା କରୁଛୁ ଯେ ଆମର ବହୁତ ଶୀଘ୍ର ଆମର ଯେଉଁ ପଞ୍ଚାୟତ ସ୍ତରର ସଭାପତି ଗୁଡ଼ାକ ନିଯୁକ୍ତି ହେବେ, ନିର୍ବାଚିତ ହେବେ। ତାପରେ ପରେ ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟସ୍ତରୀୟ ମଧ୍ୟ ହେବ। ତେଣୁ ଆଶା କରୁଛୁ ବହୁତ ସୁନ୍ଦର ଭାବରେ ଏବଂ ଶୃଙ୍ଖଳିତ ଢଙ୍ଗରେ ଏ ନିର୍ବାଚନଟି ହେବ।